କଥା ମନେ ପଡ଼ୁଛି ମଣିଷ ଯେତେବେଳେ ଭୟ କଲା ସେତେବେଳେ ସେ ଭକ୍ତି କଲା। ଯେତେବେଳେ ମଣିଷ ଜଣଙ୍କ ପାଖରେ ଭକ୍ତି ଆସିଗଲା ସେଇଥିରୁ ଧର୍ମର ସୃଷ୍ଟି ହେଇଗଲା। ତ ଧର୍ମର ସୃଷ୍ଟି ହେଲା ଅର୍ଥ ମୋ ଭିତରେ ଭକ୍ତି ଅଛି, ତାକୁ ମୁଁ ଧର୍ମ ସାଥିରେ ଯୋଡ଼ିଲି, ତାକୁ ନେଇକି ଲେଖିଲି, ଲୀଳା ଖେଳା ବିଷୟରେ ଲେଖିଲି, ତାଙ୍କର ମହାତ୍ମ୍ୟ ଲେଖିଲି, ଅପୂର୍ବ ଲୀଳା ଲେଖିଲି। ତ ତାକୁ ଆମେ ଭକ୍ତି ସହିତ ଯୋଡ଼ିକିରି ରଖିଲେ। ତେଣୁ ଆମେ ଯେଉଁ ଭଗବାନଙ୍କର ସାକାର ରୂପରେ ଭଗବାନଙ୍କୁ ପୂଜା କରୁଛନ୍ତି ତ ତାଙ୍କର ଲୀଳା ବିଷୟରେ ମଧ୍ୟ ଆମେ ଲେଖୁଛନ୍ତି। ଦେଖନ୍ତୁ, ଆମେ ନେବା ମନେକର ଶିବ ରୂପରେ ଆମେ ଭଗବାନଙ୍କୁ ନେଉଛନ୍ତି। ତ ଶିବ ରୂପରେ ଆମେ ଭଗବାନଙ୍କୁ ଦେଖିଲେ କ'ଣ? ମାନବ ସ୍ତରରେ ଆମେ ଲେଖିଲେ କ'ଣ? ଶିବ ସାଧାରଣତଃ ଆମେ କହିଲେ ଯେ ଶିବ ହେଉଛନ୍ତି ସଂହାରକର୍ତ୍ତା।